ସରଗର ମୁହି ଅମର କନ୍ୟା ମୁହି ନାରୀ ମୁହି ଦେବୀ ପୁଣ୍ୟ ମରତେ ପତିତା ସାଜିଲି ଗୁଣ୍ୟ ଜୀବନ ସେବୀ। ହଁ ପିଲାମାନେ, ଆଜି ଆମେ ଆଲୋଚନା କରିବା ଓଡ଼ିଆ ଛନ୍ଦ ସଂଯୋଜନାର ଯାଦୁକର ପୁରାଣ ଇତିହାସର ଲୋକ କଥା କିନ୍ତୁ ସରି କିମ୍ବଦନ୍ତୀରୁ କାହାଣୀ ସଂଗ୍ରହ କରି ଗାଥା କବିତା ଲେଖିବାରେ ସିଦ୍ଧହସ୍ତ କବିର ରାଧାମୋହନ ଗଡ଼ନାୟକଙ୍କର ବହୁତ ଚର୍ଚ୍ଚିତ କବିତା ପିଙ୍ଗଳାର ଅଭିସାର। ବୁଝିପାରିଲା? ପାଠଟିକୁ ସମ୍ପୂର୍ଣ୍ଣ ଆଲୋଚନା କରିବା, କବିତାକୁ ବହୁତ ସରଳ ପ୍ରାଞ୍ଜଳ ଭାବରେ ବୁଝିବା, ଥରେ ପଢିବା। ପରୀକ୍ଷା ଯାଏ ମନେ ରହିବ। ଯେମିତି ପରୀକ୍ଷା ଯାଏ ମନେ ରହିବ କଥା କହିଲେ ସେଇଭଳି ଭାବରେ ବୁଝିବାକୁ ଚେଷ୍ଟା କରିବ। ଶେଷ ଯାଏ ନିଶ୍ଚୟ ଦେଖିବ। ଏବଂ ତମମାନେ ମୋର ଏପଟେ ଚ୍ୟାନେଲ ପୁଣିଥରେ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ଯେଉଁମାନେ ସବସ୍କ୍ରାଇବ କରିନ ଦୟାକରି ସବସ୍କ୍ରାଇବ କରିଦେବ। ତେବେ ପ୍ରଥମେ କବିଙ୍କର ପରିଚୟ ଟିକେ ଦେଖିବା। କବିତାରୁ ଟିକେ ଆମେ ଯିବାନି। କବିଙ୍କ ପରିଚୟ ବିନା କବିତା ଅଧୁରା। ବୁଝିପାରିଲା? ପ୍ରଥମେ ଆମେ ଯିବା କବିଙ୍କ ପରିଚୟ ପାଖକୁ। ରାଧାମୋହନ ଗଡ଼ନାୟକ, ଯିଏକି ଓଡ଼ିଶାର ଛନ୍ଦ କବି ଭାବରେ ବେଶ ସୁପରିଚିତ। ବୁଝିପାରିଲା? ଗାଥା କବିତା ଭାବରେ ସେ ବେଶ ସୁପରିଚିତ। ଲେଖକଙ୍କ ପରିଚୟ: ଜନ୍ମସ୍ଥାନ କଲଣ୍ଡାପାଳ। ବୁଝିପାରିଲା? କଲଣ୍ଡାପାଳରେ। ବୁଝିପାରିଲା? ଅନୁଗୁଳରେ ଜନ୍ମ ହେଇଛନ୍ତି, କଲଣ୍ଡାପାଳରେ। ଏବଂ ତାଙ୍କ ରଚନା ମଧ୍ୟରେ ଆମେ ଯଦି ଦେଖିବା, କାବ୍ୟ ନାୟିକା, ଉତ୍କଳିକା, ମୌସୁମୀ, ପଶୁ ପକ୍ଷୀର କାବ୍ୟ। ପିଲେ ସ୍କ୍ରିନକୁ ଦେଖ। ସ୍ମରଣିକା, କେଶରିକା, ଶାମୁକା ସ୍ୱପ୍ନ, ଧ୍ୱଂସର ଭୂମିକା, ସୂର୍ଯ୍ୟ ଅନ୍ଧକାର, ଅବାଜ୍ୟ ତାରା, ହୀରାଖଣ୍ଡର ଗାଥା। ଏବଂ ତାଙ୍କ ଅନୁବାଦ ପୁସ୍ତକ ହେଉଛି ମେଘଦୂତ, ସୌରଭ ଓ ରୁସୁମ। ଯେମିତି ଅନୁବାଦ କରିଛନ୍ତି ମେଘଦୂତକୁ ଅନ୍ୟ କୌଣସି କବି, ଅନ୍ୟ କୌଣସି ପ୍ରବନ୍ଧିକ ମଧ୍ୟ ତାହା ଅନୁବାଦ କରିନାହାନ୍ତି। ତାଙ୍କ ଗଦ୍ୟରେ କଣ କଣ ଅଛି ଦେଖ ପିଲେ। ତୁଳସୀ ସ୍ତବକ, ରାଧାନାଥ ଓଡ଼ିଆ ଛାନ୍ଦ। ବୁଝିପାରୁଛନ୍ତି? ତୁଳସୀ ସ୍ତବକୁ ରାଧାନାଥ ଲେଖିଛନ୍ତି, ଓଡ଼ିଆ ଛାନ୍ଦକୁ ଲେଖିଛନ୍ତି। ଓଡ଼ିଶାର ଛନ୍ଦ କବି ଭାବରେ ସେ ବେଶ ସୁପରିଚିତ। ସବୁଜ କବିଙ୍କର ସମସାମୟିକ ଥିଲେ। ବୁଝିପାରିଲା? ଓ ଛନ୍ଦ କବି। ବୁଝିପାରିଲା? ସବୁଜ କବିଙ୍କ ସମସାମୟିକ ଥିଲେ। ଆମେ ସମସ୍ତେ ଜାଣିଛେ ସବୁଜ କବି ଅନ୍ୟ ଦାସଙ୍କ ରାୟ, କାଳୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ ତାଙ୍କରି ସମସାମୟିକ ଥିଲେ। ଏବଂ ଯେଉଁ ସମୟରେ ସାହିତ୍ୟ, ସ୍ୱପ୍ନ, କଳ୍ପନା, ପ୍ରେମ, ଯୌବନ, ପ୍ରକୃତି ଓ ସୌନ୍ଦର୍ଯ୍ୟ ବୋଧର ନାନାବୋଧ ଓ ଭାବନା ନେଇକି ପରିପୁଷ୍ଟ ହେଇଥିଲା। ବୁଝିପାରିଲା? ଯେଉଁ ସମୟରେ କବି ଲେଖନା ଚାଙ୍ଗ କରୁଥିଲେ, ସବୁଜ କବିଙ୍କର ସେ ସମସାମୟିକ ଥିଲେ। ଉଭୟ ଗୀତି ଓ ଗାଥା କବିତା କ୍ଷେତ୍ରରେ ସେ ଅଦ୍ୱିତୀୟ ସିଦ୍ଧିର ଅଧିକାର କରିଛନ୍ତି। ଏବଂ ଗାଥା କବିତା କ୍ଷେତ୍ରରେ ତାଙ୍କ ପରି ଆଉ କେହି ଜନ୍ମ ନେଇନାହାନ୍ତି ବା ଜନ୍ମ ନେଇନଥିଲେ। ବୁଝିପାରିଲା? ତେଣୁ ଗାଥା କବି ଭାବରେ ମଧ୍ୟ ସେ ଓଡ଼ିଶାରେ ପରିଚିତ ଏବଂ ଛନ୍ଦ କବି ଭାବରେ ମଧ୍ୟ ସେ ସୁପରିଚିତ। କାରଣ ତାଙ୍କ କବିତାର ପ୍ରତ୍ୟେକ ପଂକ୍ତି, ପ୍ରତ୍ୟେକ ଧାଡ଼ି ଦେଖିବ କିଭଳି ଭାଷା, ଦେଖିବ କିଭଳି ମାଧୁର୍ଯ୍ୟ ଏବଂ ଦେଖିବ କିଭଳି ଛନ୍ଦର ପ୍ରୟୋଗ କରିଛନ୍ତି ଏବଂ ଶବ୍ଦ ସଂଯୋଜନା। ବୁଝିପାରିଲେ? ଏବଂ କେତେ ଉଚ୍ଚ କୋଟିର ତାଙ୍କ କବିତାରେ ଆମେ ଆଲୋଚନା କରିବା। ଭିଡ଼ିଓ ପିଲେ ସମ୍ପୂର୍ଣ୍ଣ ଦେଖିବ। ବୁଝିପାରୁଛ ନା? ଏବଂ ଦେଖିଲେ ଏଇଥିପାଇଁ କବିଙ୍କର ଯେଉଁ ଅଦ୍ୱିତୀୟ ସିଦ୍ଧିର ଅଧିକାର, ତେଣୁ ତାଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀରେ ପୁରସ୍କାର ମିଳିଥିଲା। ବୁଝିପାରିଲା? ପିଲେ ସ୍କ୍ରିନକୁ ଦେଖ। କେନ୍ଦ୍ର ସାହିତ୍ୟରେ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା। ଅଦ୍ୱିତୀୟ ଜଗନ୍ନାଥ ଦାସ ପୁରସ୍କାର ମିଳିଥିଲା ଏବଂ ପଦ୍ମଶ୍ରୀ ଉପାଧି ପାଇଥିଲେ। ତେଣୁ ଆମେ ଯଦି କହିବା ଗଡ଼ମୋହନ ରାୟ କାହିଁକି ପଦ୍ମଶ୍ରୀ ଗଡ଼ନାୟକ, ବୁଝିପାରୁଛନ୍ତି? ପିଲେ ବର୍ତ୍ତମାନ ଆମେ ଯଦି ଆଲୋଚନା କରିବା ପିଙ୍ଗଳାର ଅଭିସାର, ପିଙ୍ଗଳା କିଏ ହବ? ଅଭିସାର କଣ ଏବଂ କବି ଏଠି କଣ କହିବାକୁ ଚାହୁଁଛନ୍ତି, ଏତିକି ଯଦି ବୁଝିଯିବା କବିତାର ଅଧା ପାଠ ଆମେ ବୁଝିଯିବା। ତେଣୁ କବିତା ଉପରକୁ ଯିବା ପ୍ରଥମେ ଜାଣିବା ପିଙ୍ଗଳା କାହିଁ ଏବଂ ତାର ଅଭିସାର କଣ। ଆସ ତେବେ ଦେଖିବା ପିଲେ ପିଙ୍ଗଳା। ଦେଖ ପଦ୍ୟ
ପିଙ୍ଗୁଳାର ଅଭିସାର କବିବର ରାଧାନାଥ ରାୟ। ଦେଖ କହିଲେ କଣ ଅଛି? ନ ଆସିବ ଆଉ ରସିକ ନାଗର ନ ଆସିବ ଆଉ ପୁରେ, ବାର ବଧୁ ମୁହିଁ ପିଙ୍ଗୁଳା ଆଜି ଚାଲି ଯାଉଛି ଦୂରେ। ଫୁଲ ସେଜ ଆଉ ସେଜେଇବି ନାହିଁ ନିତି ରାତି ସାରା ବସି, କେଳି ଦୀପ ଆଉ ଜାଳିବି ନାହିଁ ମୁଁ ଶୂନ୍ୟ ସୁଆକେ ବସି। ଆଁ? ରସି ବୁଝିପାରିଲା। ପିଙ୍ଗୁଳା କହୁଛି ବିଦେହ ନଗରର ରୂପଜୀବୀ ପିଙ୍ଗୁଳା ଧନ ଭୋଜନ ଉଦ୍ଦେଶ୍ୟରେ ଧନୀପୁତ୍ର ମାନଙ୍କୁ ଆମନ୍ତ୍ରଣ କରେ ଏବଂ ସେଇ ଯୋଉ ଅଙ୍ଗ ସୁଖ ଯିଏ ଦିଏ ସେମାନଙ୍କୁ ଯିଏ ଅଙ୍ଗ ସୁଖ ଦିଏ ପିଙ୍ଗୁଳା, ପିଙ୍ଗୁଳା ସେମାନଙ୍କୁ ଦେହ ସୁଖ ଅଙ୍ଗ ସୁଖ ଦେଇ ଚଳିବାର ସାମର୍ଥ୍ୟ ସଂଗ୍ରହ କରେ ବୁଝିପାରିଥିଲା। ଏବଂ ମନରେ ଅସୁମାରୀ ଆଶା ଧନ ସଂଗ୍ରହ କରିବ। ପରନ୍ତୁ ଆଜି କଣ ହେଉଛି? ଆଜି ତାର ବୈରାଗ୍ୟ ବୁଝିପାରୁଛ ନା ନାଇଁ? ଉଚ୍ଚାତ ହୋଇଛି ବୁଝିପାରିଲେ। ଧନୀ ପୁଅ ଆସିବ ବୋଲି କହୁଥିଲା ପରେ କିନ୍ତୁ ଧନୀ ପୁଅ ଆସିଲା ନାହିଁ ଏବଂ ଅଧିକ ଧନ ପାଇବା ଆଶାରେ ସେ ନିଜର କେଳି ଶବ୍ଦକୁ ବହୁତ ଭଲ ଭାବରେ ସଜେଇଥିଲା, ନିଜ ଦେହକୁ ବହୁତ ଭଲ ଭାବରେ ସଜେଇଥିଲା। ପରନ୍ତୁ ସେ ଧନୀ ପୁରୁଷ ଯେହେତୁ ନଥିଲେ ତା ମନରେ ପିଙ୍ଗୁଳା ମନରେ ଦୁଃଖ ହତାଶ ଭାବ ଜାତ ହୋଇଥିଲା ଏବଂ ବୈରାଗ୍ୟ ସୃଷ୍ଟି ହେଇଥିଲା। ଏବଂ ସେ ଅନୁଶୋଚନା କରିଛନ୍ତି କରି କଣ କହିଛନ୍ତି? କହୁଛନ୍ତି ନ ଆସିବା ଆଉ ରସିକ ନାଗରିକ। ହେ ରସିକ ନାଗର, ରସିକ ନାଗର କହିଲେ କଣ? ରସିକ ନାଗର କହିଲେ ଆମେ ସମସ୍ତେ ଜାଣିଛେ ପିଲେ ନାଗରିକ ପ୍ରେମିକ ପୁରୁଷ ମାନେ ନ ଆସିବ ପୁରେ, ଏ ପୁରକୁ ଆଉ ଆସିବ ନାହିଁ ବୁଝିପାରିଲା। କାହିଁକି ଆସିବ ନାହିଁ କିରେ? ନା ବାର ବଧୁ ମୁହିଁ ପିଙ୍ଗୁଳା ଆଜି ଚାଲି ଯାଉଛି ଦୂରେ। ବାର ବଧୁ ପିଙ୍ଗୁଳା ମୁଇଁ ବୁଝିପାରିଲା। ମୁଇଁ ଆଜି ଦୂରକୁ ଚାଲି ଯାଉଛି। କଣ ଦୂରକୁ ଚାଲି ଯାଉଛି? ନା କହୁଛନ୍ତି ଫୁଲ ସେଜ ଆଉ ସେଜିବି ନାହିଁ ନିତି ରାତି ସାରା ବସି ବୁଝିପାରିଲା। କେଳି ଦୀପ ଆଉ ଜାଳିବି ନାହିଁ ମୁଁ ଶୂନ୍ୟ ସୁହାଗେ ରସି ବୁଝିପାରିଲା। କହୁଛନ୍ତି ହେ ରସିକ ନାଗର, ପିଙ୍ଗୁଳା କହୁଛି ହେ ରସିକ ନାଗର, ହେ ପ୍ରେମିକ ପୁରୁଷ ଆଉ ଏ ପୁରକୁ ଆସିବନି। ଏ ପିଙ୍ଗଳା ପାଖକୁ ଆସିବନି, ଆଉ ଏ ପିଙ୍ଗଳ ପାଖକୁ ଆସିବନି। ବାର ବଧୁ ମୁଇଁ ବାର ବଧୁ, ବାର ବଧୁ କହିଲେ ବାର ଆସିନି ରୂପ ଯିବି ଦେହ ଯିବି ବୁଝିଲା। ବାର ବଧୁ ପିଙ୍ଗୁଳା ମୁଇଁ ଆଜି ଚାଲି ଯାଉଛି ଦୂରେ, ମୁଇଁ ଆଜି ଦୂରକୁ ଚାଲି ଯାଉଛି। ଆକାଶରେ ସଜିଛି ଆଜି ତା ପାଇଁ ଚାନ୍ଦୁଆ ଏବଂ ତଳର ଘାସର ଗାଲିରୁ ତା ପାଇଁ ସାଜିଛି ସେଜ। କେଳି ଶବ୍ଦରୁ ସେ ଭୁଲି ଯାଉଛି ଏବଂ କହୁଛି ଫୁଲ ସଜ ଆଉ ସଜାଇବି ନାହିଁ ନିତି ରାତି ସାରା ବସି। ସେ କହୁଛି ପିଙ୍ଗୁଳା କହୁଛି ଫୁଲ ସେଜ ମୁଇଁ ସଜେଇ ବୁଝିପାରିଲା। ମୁଇଁ ଯେଉଁ ଫୁଲ ସେଜ ସଜାଏ ବୁଝିପାରିଲା ନାହିଁ, ଯେଉଁ ଫୁଲ ସଜ୍ଜାରେ ବିଭିନ୍ନ ଧନୀ ଶ୍ରେଣୀର ପୁଅମାନେ ଆସି କଣ କରନ୍ତି? ରୂପ ସଉଦା କରନ୍ତି, ମୋ ଦେହର ସଉଦା କରନ୍ତି ଏବଂ ଅଙ୍ଗ ସୁଖର କରି ମତେ ଧନ୍ୟ ଧାନ୍ୟରେ ପରିପୂର୍ଣ୍ଣ କରି ଫେରି ଯାଆନ୍ତି। ସେ ଫୁଲକୁ ସଜ ମୁଁ ଆଉ ସଜାଇବି ନାହିଁ, ସେ ଫୁଲକୁ ସଜରେ ମୁଁ ଆଉ ସଜେଇବି ନାହିଁ। ନୀତି ରାତି ସାରା ବସି, ନୀତି ରାତି ସାରା ଅନିଦ୍ରା ରହି ବୁଝିପାରୁଛ ନା ନାଇଁ? ଅନ୍ୟମାନଙ୍କୁ ଆଉ କଣ କରିବିନି? ଅନ୍ୟମାନଙ୍କୁ କଣ କରିପାରିବି ନାହିଁ? ବସେଇବି ନାହିଁ। ଅନ୍ୟମାନଙ୍କୁ ଆଉ ଖୁସି କରିପାରିବି ନାହିଁ, ଆନନ୍ଦ ପ୍ରଦାନ କରିପାରିବି ନାହିଁ। ଏବଂ ଆଉ କଣ? କେଳି ଦୀପ ଆଉ ଜାଳିବେ ନାହିଁ ମୁଇଁ ଶୂନ୍ୟ ସୁହାଗେ ବସି। କେଳି ଦୀପ କହିଲେ ପିଲେ କେଳି ସବୁଥିରେ ଆଲୋକ କରିବା ପାଇଁ କେଳି ସଜନକୁ ଆଲୋକିତ କରିବା ପାଇଁ ଜଳୁଥିବା ସ୍ତମ୍ଭିତ ଆଲୋକ ଦୀପାଳି ଯାହାକୁ କେଳି ଦୀପ କୁହାଯାଏ ବୁଝିପାରିଲା। ବା ମିଳନ ସମୟର ଦୀପ ଯାହାକୁ କେଳି ଦୀପ ବୋଲି କୁହାଯାଏ ଏବଂ ଏଇଠି କହୁଛି ପିଙ୍ଗୁଳା କେଳି ଦୀପ କୁହାଯାଇଛି। ଆଉ ଜାଣିବା ନେଇ ମୁଇଁ ଶୂନ୍ୟ ସୁହାଗେ ବସି କେଳି ଦୀପ ଆଉ ମୁଇଁ କେଳି ସଜନରେ କେଳି ଘରେ ଯେଉଁ ଘରେ ମିଳନ ହୁଏ ସେ ଘରେ ମୁଁ ଆଉ କେଳି ଦୀପ ଜାଳିବି ନାହିଁ ଶୂନ୍ୟ ସୁହାଗେ ବସି ବୁଝିପାରିଲା। ଶୂନ୍ୟ ସୁହାଗେ ଏଇ ଯେଉଁ ଶୂନ୍ୟ ଫାଙ୍କା ବା ଖାଲିଟାରେ ସୁହାଗ କହିଲେ ଆନନ୍ଦରେ ରସି, ଏ ଆନନ୍ଦରେ ଶୂନ୍ୟ ମାନେ ଫାଙ୍କା ଆନନ୍ଦରେ ମୁଁ ଆଉ ବସି ଯାଇ ଭଜି ଯାଇ ମୁଁ ଆଉ କେଳି ଦୀପ ଜାଳିବି ନାହିଁ ବୁଝିପାରିଲା। ଏବଂ ତାପରେ କଣ ଅଛି ଏସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଏଇସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି।
ଆଜି ପାଇଁ ବସ୍ ଏତିକି।